ପ୍ରଥମ ଖବର ଏଲ୍‌ପିଜି ପାଇଁ ଇ-କେୱାଇସିର ସ୍ପଷ୍ଟୀକରଣ ନିଜ ଘରେ ବସି କରିପାରିବେ ଇ-କେୱାଇସି। ଏଲ୍‌ପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସିକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ। କେବଳ ଅଧିକୃତ ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଇ-କେୱାଇସିର ବ୍ୟବସ୍ଥା। ସମସ୍ତ ଏଲ୍‌ପିଜି ଉପଭୋକ୍ତାଙ୍କ ପାଇଁ ଇ-କେୱାଇସି କରିବା ଦରକାର ନାହିଁ। ଯେଉଁ ଏଲ୍‌ପିଜି ଉପଭୋକ୍ତାମାନେ ଇ-କେୱାଇସି କରିନାହାନ୍ତି ସେହିମାନେ ହିଁ କେବଳ କରିବେ। ଯଦି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତା ନୁହନ୍ତି, ପୂର୍ବରୁ ଇ-କେୱାଇସି କରିଛନ୍ତି, ତେବେ ଆଉ କରିବା ଦରକାର ନାହିଁ। ନିଜେ ଘରେ ବସି ମଧ୍ୟ ଇ-କେୱାଇସି କରିପାରିବେ ବୋଲି ମନ୍ତ୍ରାଳୟ କୁହାଯାଇଛି। ସରକାର କହିଛନ୍ତି ଯେ ଇ-କେୱାଇସି ପ୍ରକ୍ରିୟା ବହୁତ ସରଳ ଏବଂ ଆପଣ ଘରେ ବସି ମାଗଣାରେ ସମାପ୍ତ କରିପାରିବେ। ଇ-କେୱାଇସି ସମାପ୍ତ ନହେଲେ ମଧ୍ୟ ଏଲ୍‌ପିଜି ସବସିଡିର ଉପଲବ୍ଧତା ପ୍ରଭାବିତ ହେବ ନାହିଁ। ଯଦି ଆପଣ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରୁ ବାଦ୍ ପଡ଼ିଛନ୍ତି ତେବେ ଏବଂ ପୂର୍ବରୁ ଇ-କେୱାଇସି ପୂରଣ କରିସାରିଛନ୍ତି, ତେବେ ଆପଣଙ୍କୁ ଏହା ପୁନର୍ବାର କରିବାକୁ ପଡ଼ିବ ନାହିଁ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପିଏମ୍ୟୁୱାଇ ଅଧୀନରେ ଥିବା ଗ୍ରାହକମାନଙ୍କୁ ପ୍ରତି ଆର୍ଥିକ ବର୍ଷରେ କେବଳ ଥରେ ଇ-କେୱାଇସି ପୂରଣ କରିବାକୁ ପଡ଼ିଥାଏ। ପରବର୍ତ୍ତୀ ଖବର ଆସିଗଲା ଖୁସି ଖବର ଦୂର ହେବ ଏଲ୍‌ପିଜି ସଙ୍କଟ। 46,000 ମାଟ୍ରିକ ଟନ୍ ଏଲ୍‌ପିଜି ଧରି ଗୁଜରାଟରେ ପହଞ୍ଚିଲା ଶିବାଲିକ ଜାହାଜ। ତେବେ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପତାକା ବିଶିଷ୍ଟ ଏଲ୍‌ପିଜି ଟ୍ୟାଙ୍କର ଶିବାଲିକ ଏଲ୍‌ପିଜି କ୍ୟାରିୟର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଜାହାଜଟି ହର୍ମୁଜର ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ କି 45,000 ମେଟ୍ରିକ ଟନ୍‌ରୁ ଅଧିକ ଏଲ୍‌ପିଜି ରହିଛି। ଏହା ମଧ୍ୟରୁ ମୁନ୍ଦ୍ରା ବନ୍ଦରରେ ଶିବାଲିକ ଜାହାଜରୁ ଏଲ୍‌ପିଜି ଗ୍ୟାସ୍ ଅନଲୋଡ୍ କରାଯିବ। ଏହା ଦେଶରେ ଜାରି ରହିଥିବା ଏଲ୍‌ପିଜି ଯୋଗାଣ ଅଭାବରୁ ଦୂର କରାଯିବାରେ ସାହାଯ୍ୟ କରିବ। ଇରାନ-ଇସ୍ରାଏଲ ବିବାଦ ଯୋଗୁଁ ହର୍ମୁଜରେ ଅନେକ ଜାହାଜ ଫସି ରହିଥିଲା। ଭାରତରେ ସରକାରଙ୍କ ନିରନ୍ତର କୂଟନୈତିକ ପ୍ରୟାସ ପରେ 2ଟି ଭାରତୀୟ ଏଲ୍‌ପିଜି ଜାହାଜକୁ ଯିବାକୁ ଅନୁମତି ମିଳିଥିଲା। ଏହି ଜାହାଜଗୁଡ଼ିକ ମଧ୍ୟରେ ପ୍ରଥମ ଶିବାଲିକ ଏବେ ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଅପରାହ୍ନ 5ଟାରେ ପହଞ୍ଚିଛି। ଏଥିରେ 46,000 ମେଟ୍ରିକ ଟନ୍ ଏଲ୍‌ପିଜି ରହିଛି। ଦ୍ୱିତୀୟ ଜାହାଜ ନନ୍ଦା ଦେବୀ ମାର୍ଚ୍ଚ 17 ତାରିଖରେ କଣ୍ଡୋଲ ବନ୍ଦରରେ ପହଞ୍ଚିବ। ପରବର୍ତ୍ତୀ ଖବର ଶ୍ରୀଜୀଉଙ୍କର ବନକ ଲାଗି ନୀତି 4 ଘଣ୍ଟା ବନ୍ଦ ରହିବ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ନୀତିକାନ୍ତି ହେବ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କର ଦର୍ଶନ ବନ୍ଦ ରଖାଯାଇଥାଏ। ବନକ ଲାଗି ନୀତିରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ହୋଇଥାଏ। ପରମ୍ପରା ଅନୁଯାୟୀ ଦ୍ୱିପହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ଆରମ୍ଭ କରାଯିବାର ପରମ୍ପରା ରହିଛି। ଦତ୍ତମହାପାତ୍ର ରତ୍ନସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥାଏ। ତିନି ଦାରୁମୂର୍ତ୍ତିଙ୍କର ମୁଖମଣ୍ଡଳ ଶ୍ରୀଙ୍ଗର ବନକଲାଗି ନୀତି କୁହାଯାଇଥାଏ। ଏହି ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ମଧ୍ୟ ରହିଛି। ଏମାନଙ୍କୁ ଦାତ ମହାପାତ୍ର କୁହାଯାଇଥାଏ। ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଏବଂ ବିଗ୍ରହଙ୍କର ମୁଖ ଶୃଙ୍ଗାର କରିବା। ପରବର୍ତ୍ତୀ ଖବର କାଳବୈଶାଖୀ ପ୍ରଭାବରେ ପ୍ରବଳ କୁଆପଥରର ମାଡ଼। ସବୁଠି ଦିଶିଲା ଧଳା ଚାଦରର ଆବରଣ। କଳାହାଣ୍ଡି ଜିଲ୍ଲା କୋଲସରା ବ୍ଲକରେ ଲଡୁଗାଁ, ବରଡୁଆଁ, ଅମରପାଣି ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଅପରାହ୍ନ ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି। ଏଭଳି ପଥର ବର୍ଷା ବିଗତ 20 ବର୍ଷ ମଧ୍ୟରେ ହୋଇନଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି। ରାସ୍ତାରେ 4ରୁ 5 ଇଞ୍ଚର କୁଆପଥର ଆସ୍ତରଣ ଦେଖିବାକୁ ମିଳିଛି। ବରଡୁଆଁ ପଞ୍ଚାୟତ ସିଉନି ଗାଁରେ ରାସ୍ତାରେ କୁଆପଥର ଏଭଳି ବିଛେଇ ହୋଇ ପଡ଼ିଥିଲା ଯେ କିଛି ସମୟ ପାଇଁ ଧରାପୃଷ୍ଠରେ ଧଳା ଚାଦର ଘୋଡ଼େଇ ହୋଇଥିବା ମନେ ହେଉଥିଲା। ଏହି ଅଞ୍ଚଳରେ କିଛି ସମୟ ପାଇଁ କାଶ୍ମୀରର ଭ୍ରମ ସୃଷ୍ଟି ହୋଇଥିଲା। କିଛି ସମୟ ଧରି ପବନ ସହ ନିର୍ଘାତ ବର୍ଷା ସହ କୁଆପଥର ବର୍ଷାରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଭାରତୀୟ ରାଜରାସ୍ତାରେ କୁଆପଥରର ବର୍ଷା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ଡାଲି ଜାତୀୟ ମୁଗ, ବିରି, ସୂର୍ଯ୍ୟମୁଖୀ ଫସଲ ଓ ଚାଷୀ କରିଥିବା ପନିପରିବା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ମଧ୍ୟ ହେବାର ସୂଚନା ମିଳିଛି। କୋକସରା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସହ ପ୍ରବଳ କୁଆପଥର ମାଡ଼ ଲୋକମାନଙ୍କ ମନରେ ଭୟ ସଞ୍ଚାର କରିଛି। ପରବର୍ତ୍ତୀ ଖବର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି 60% ସିଟ୍ ମିଳିବ ମାଗଣା। ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ପରିବାର ସହ ବସିବା ବେଳେ ହେବ ସହଜ। ଗୋଟିଏ ଟିକେଟରେ ଥିବା ସବୁ ଯାତ୍ରୀ ପାଖାପାଖି ସିଟ୍ ପାଇବେ। ପୋଷା ପ୍ରାଣୀ ଏବଂ ବାଦ୍ୟଯନ୍ତ୍ର ନେଇବା ପାଇଁ ମଧ୍ୟ ନିୟମ ହେଲା ସହଜ। ଭାରତ ସରକାରଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଡିଜିସିଏ ପକ୍ଷରୁ ବିମାନ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯାତ୍ରୀମାନଙ୍କୁ ଶୋଷଣରୁ ରକ୍ଷା କରିବା ଏବଂ ସେମାନଙ୍କୁ ଅଧିକ ଯାତ୍ରାର ଆରାମଦାୟକ କରିବା ପାଇଁ
ନିୟମର ମୁଖ୍ୟ ଲକ୍ଷ୍ୟ ଯେକୌଣସି ବିମାନରେ ଅତି କମରେ 60% ସିଟ୍ ଯାତ୍ରୀମାନଙ୍କୁ ମାଗଣାରେ ବାଛିବା ପାଇଁ ସୁବିଧା ଦିଆଯିବ। ପୂର୍ବରୁ ଅଧିକାଂଶ ଭଲ ସିଟ୍ ପାଇଁ ଏୟାରଲାଇନ୍ କମ୍ପାନୀମାନେ ଅଧିକ ଟଙ୍କା ନେଉଥିଲେ। ଯଦି ଆପଣ ଗୋଟିଏ ପିଏନ୍ଆର୍‌ରେ ଯାତ୍ରା କରୁଛନ୍ତି, ତେବେ ଏୟାରଲାଇନ୍‌ରେ ଆପଣଙ୍କୁ ପାଖାପାଖି ସିଟ୍ ଦେବାକୁ ଚେଷ୍ଟା କରିବେ। ଏଥିପାଇଁ ଆଉ ଅଲଗା ହୋଇ ବସିବାକୁ ପଡ଼ିବ ନାହିଁ। ଯଦି ଆପଣ ନିଜ ସାଙ୍ଗରେ ବାଦ୍ୟଯନ୍ତ୍ର, ଖେଳ ସାମଗ୍ରୀ କିମ୍ବା ପୋଷା ପ୍ରାଣୀ ନେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମଧ୍ୟ କମ୍ପାନୀମାନଙ୍କୁ ସ୍ପଷ୍ଟ ଓ ସହଜ ନିୟମ ପ୍ରସ୍ତୁତ କରିବାକୁ କୁହାଯାଇଛି। ପରବର୍ତ୍ତୀ ଖବର। ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ 5,000 ପାଉଣ୍ଡର ବଙ୍କର ବଷ୍ଟର ବୋମା ମାଡ଼। ବଙ୍କର ବଷ୍ଟର ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ ଘାଟି। ହରମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି। ଇରାନର ଦକ୍ଷିଣ ଉପକୂଳରେ ଥିବା ଶକ୍ତିଶାଳୀ ମିସାଇଲ ଘାଟିଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଥିବା କହିଛି ଆମେରିକା ସେନା। ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ବିଶ୍ୱର ପ୍ରାୟ 20% ତେଲ ପରିବହନ ହୋଇଥାଏ। ଇରାନ ଏହି ପଥକୁ ବନ୍ଦ କରିବାକୁ ଚେଷ୍ଟା କରିବାକୁ ସହ ନିଜର ଆଣ୍ଟି-ଶିପ୍ ମିସାଇଲ୍ ମୁତୟନ କରୁଥିବାରୁ ଆମେରିକା ଏହି ପଦକ୍ଷେପ ନେଇଛି। ପରବର୍ତ୍ତୀ ଖବର। ଏପ୍ରିଲ 1ରୁ ମହଙ୍ଗା ହେବ ବାର୍ଷିକ ଟୋଲ୍ ପାସ୍। ଏବେ ଦେବାକୁ ହେବ ଅଧିକ ଦାମ। ହାଇୱେରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଏପ୍ରିଲ 1 ତାରିଖରୁ ଜାତୀୟ ରାଜପଥ ଦେଇ ଯାତ୍ରା କରୁଥିବା ଆହୁରି ମହଙ୍ଗା ହେବାକୁ ଯାଉଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ବିଷୟରେ ସଂଶୋଧନ କରାଯାଇଛି। ଏନ୍ଏଚ୍ଏଆଇ ବାର୍ଷିକ ଫି 3,000 ଟଙ୍କାରୁ 3,075 ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ହାର 2026-27ର ଆର୍ଥିକ ବର୍ଷ ପାଇଁ ପ୍ରଯୁଜ୍ୟ ହେବ। ତେବେ ଏହି ପାସ୍ ବ୍ୟକ୍ତିଗତ ବାହନ ପାଇଁ ହୋଇଥାଏ ଯେଉଁଥିରେ ବୈଧ କିମ୍ବା କାର୍ଯ୍ୟକ୍ଷମ ଫାଷ୍ଟାଗ୍ ଲାଗିଥାଏ। ବର୍ତ୍ତମାନ ବ୍ୟକ୍ତିଗତ ଗାଡ଼ି ପାଇଁ ଉଦ୍ଦିଷ୍ଟ ଫାଷ୍ଟାଗ୍ ଆନୁଆଲ୍ ପାସ୍‌ର ମୂଲ୍ୟ 3,000 ଟଙ୍କା ରହିଛି କିନ୍ତୁ ଏପ୍ରିଲ 1 ତାରିଖରୁ ଏହାର ମୂଲ୍ୟ 2.5% ବୃଦ୍ଧି ପାଇ 3,075 ଟଙ୍କା ହେବ। ପରବର୍ତ୍ତୀ ଖବର। ଇରାନକୁ ଔଷଧ ପଠାଇଲା ଭାରତ, ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଲା। ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଇରାନକୁ ସହାୟତାର ହାତ ବଢ଼ାଇଛି ଭାରତ। ଆମେରିକା ଓ ଇସ୍ରାଏଲ ସହ ସଂଘର୍ଷରେ ଜଡ଼ିତ ଥିବା ଇରାନକୁ ଭାରତ ପକ୍ଷରୁ ମାନବିକ ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ପ୍ରଦାନକୁ ଇରାନ ରେଡ୍ କ୍ରିସେଣ୍ଟ ସୋସାଇଟିକୁ ହସ୍ତାନ୍ତର କରାଯାଇଥିବାକୁ ନେଇ ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର। ସୁନା ରୂପା ଦରକୁ ନେଇ ଆସିଲା ନୂଆ ଅପଡେଟ୍। ଖସିଲା ସୁନା ଓ ରୂପାର ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ ସହରରେ କେତେ ରହିଛି ସୁନା ରୂପାର ଦର। ତେବେ ସୁନା କିଣିବାକୁ ଚାହୁଁଛନ୍ତି ଓ ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣନ୍ତୁ ସୁନା ଦର। ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର ମୂଲ୍ୟ ରହିଛି 1,57,775 ଟଙ୍କା। ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ ରହିଛି 1,44,600 ଟଙ୍କା। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,57,750 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,44,600 ଟଙ୍କା ରହିଛି ଏବଂ ମୁମ୍ବାଇରେ ମଧ୍ୟ ସେହି ସମାନ ପ୍ରାଇସ୍ ରହିଛି। ନୂଆଦିଲ୍ଲୀରେ 24 କ୍ୟାରେଟ୍‌ର ମୂଲ୍ୟ 1,58,240 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,45,060 ଟଙ୍କା ରହିଛି। ତା ସହିତ ରୂପାର ମୂଲ୍ୟ ମଧ୍ୟ କିଛି ମାତ୍ରାରେ କମିଛି। କିଲୋଗ୍ରାମ ପିଛା 2,65,000 ଟଙ୍କା ରହିଛି। ଏହା ତ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଖବରଟି ଆପଣଙ୍କୁ ଭଲ ଲାଗିଥାଏ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।